ରାଉରକେଲାରେ ଆରମ୍ଭ ହେଲା ଅତ୍ୟାଧୁନିକ ବାଇକ୍ ସର୍ଭିସିଂ ସେଣ୍ଟର। ଅତ୍ୟାଧୁନିକ ବାଇକ୍ ସର୍ଭିସିଂ ସେଣ୍ଟର ଭାବେ ଜାତୀୟ ସ୍ତରରେ ସୁପରିଚିତ ବାଇକ୍ ମେକ୍ର ରାଉରକେଲା ସର୍ଭିସିଂ ସେଣ୍ଟର ଇତିମଧ୍ୟରେ ଉଦ୍ଘାଟିତ ହୋଇଯାଇଛି। ସିଭିଲ୍ ଟାଉନସିପ୍ ସ୍ଥିତ A8 କମର୍ସିଆଲ ଇଷ୍ଟେଟ୍ ଠାରେ ଏହି ସର୍ଭିସିଂ ସେଣ୍ଟରକୁ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେଣ୍ଟରର ମୁଖ୍ୟ ଦିଲ୍ଲୀପ କୁମାର ସାହୁ ଓ ଅଭିଜ୍ଞ ଟେକ୍ନିସିଆନ ମାନେ ଉପସ୍ଥିତ ଥିଲେ। ଯେକୌଣସି ବ୍ରାଣ୍ଡର ବାଇକ୍, ସ୍କୁଟି ପ୍ରଭୃତି ଏହିଠାରେ ସର୍ଭିସିଂ କରାଯାଇପାରିବ। ଫୋମ୍ ୱାଶ୍ ମାତ୍ର 99 ଟଙ୍କାରେ ଓ ଫୁଲ୍ ବଡି ସର୍ଭିସିଂ 349 ଟଙ୍କାରେ ଉପଲବ୍ଧ ହେବ। ନୂଆ ହେଉ କି ପୁରୁଣା ଗାଡ଼ି, ସମସ୍ତ ପ୍ରକାର ଦୁଇ ଚକିଆ ଯାନର 21ଟି ପଏଣ୍ଟ ଯାଞ୍ଚ ଓ ସର୍ଭିସିଂ କରାଯାଇପାରିବ। ଆବଶ୍ୟକ ସ୍ଥଳେ ଗ୍ରାହକଙ୍କ ସୁବିଧା ପାଇଁ ଗାଡ଼ି ସର୍ଭିସିଂ ସମୟରେ ପିକଅପ୍ ଓ ଡ୍ରପ୍ ସୁବିଧା ମଧ୍ୟ ରହିଛି। ଏତଦ୍‌ବ୍ୟତୀତ ବର୍ତ୍ତମାନର ଗାଡ଼ି ପ୍ରଦୂଷଣ ହ୍ରାସ ପାଇଁ ଉଭୟ ଦୁଇ ଚକିଆ ଓ ତିନି ଚକିଆ ଯାନର କାର୍ବନ କ୍ଲିନିଂ ପାଇଁ ସ୍ୱତନ୍ତ୍ର ମେସିନ୍ ବ୍ୟବସ୍ଥା ରହିଛି, ଯାହା ରାଉରକେଲାରେ ପ୍ରଥମ। ଏହି କମ୍ପାନୀର ଆପ୍ ଡାଉନଲୋଡ୍ କରି ଗ୍ରାହକମାନେ ଗାଡ଼ି ସମ୍ବନ୍ଧୀୟ ବିବିଧ ସୁବିଧା ପାଇପାରିବେ। ଏଣୁ ସହରର ଗ୍ରାହକମାନେ ଏହି ସେଣ୍ଟରର ସୁବିଧା ନେଇପାରିବେ। ବ୍ୟୁରୋ ନ୍ୟୁଜ୍, ଉତ୍କଳମେଲ ଟିଭି। ବିଭିନ୍ନ ସୁବିଧାଟା କହିବେ ଅନଲୋଡ଼ ଠିକରେ।